ନିଜେ ନିଜେ ଜାଣିପାରିବେ କି ଏଇ ସବୁ ଯୋଗ କାହିଁକି ସୃଷ୍ଟି ହୁଏ। ଆପଣମାନଙ୍କୁ ମୁଁ ଆଗାମୀ ଦିନରେ କହିବା ପାଇଁ ଯିବି କି ଏଇ ଯୋଉ ପରକ୍ରିୟା ପ୍ରୀତି ହେଉଛି, ଏ ସବୁ ଦୁର୍ଘଟଣା ଘଟୁଛି, ଏହାର କାରଣ କ'ଣ? ଜନ୍ମ ପତ୍ରିକାରେ ବସିଥିବା ଗ୍ରହ ହିଁ ଆମକୁ ପ୍ରଥମେ ମାଇଣ୍ଡକୁ ସେଟ୍ କରାନ୍ତି। ଯଦି ମଣିଷର ପରକ୍ରିୟା ହବାର ଯୋଗ ଥାଏ ତାହେଲେ ମାଇଣ୍ଡ ଭିତରେ ଏମିତି ଭାବରେ ଭୂଚାଲ ସୃଷ୍ଟି କରନ୍ତି, ମଣିଷ ଏକ୍ସଟ୍ରା ମ୍ୟାରିଟାଲ ଅଫେୟାର କରିବା ପାଇଁ ବାଧ୍ୟ ହୋଇଥାଏ। ଯଦି ମଣିଷର ଯଦି ଜ୍ଞାନବାନ ବଢିବାର ଥିବ ତାହେଲେ ବୃହସ୍ପତି ଏମିତି ଜାଗାରେ ବସିଥାନ୍ତି କି ତାକୁ ଜ୍ଞାନ ଦେବା ପାଇଁ ସେମାନେ ସାହସ ତାକତ ନେଇକି ବସିଥାନ୍ତି। ଏ ହେଉଛି ଗ୍ରହ ମାନଙ୍କର ସ୍ଥିତି। ବହୁତ ଲୋକମାନେ ମାନନ୍ତି କି ଗ୍ରହ ମାନେ କିଛି ନୁହନ୍ତି, ବହୁତ ଦୂରରେ ବସିଥାନ୍ତି। ଆଜ୍ଞା, ଆପଣମାନେ ଥରେ ଆମ ସହିତ ଯୋଗାଯୋଗ କରନ୍ତୁ, ଆପଣମାନଙ୍କର ଧଜିଆ କେମିତି ଉଡ଼ିବ ଆମେ ମାନେ ଜାଣିଛୁ। କାରଣ ଯୋଉ ଜ୍ୟୋତିର୍ବିଦ ମାନେ ଋଷିମୁନିଙ୍କର ସାନ୍ନିଧ୍ୟରେ ରହି ଗୁରୁକୁଳରେ ପାଠ ପଢି ସାନ୍ନିଧ୍ୟ ଲାଭ କରିକି ଯୋଉମାନେ ଆସିଥାନ୍ତି